ଜୟ ଶ୍ରୀ ରାଧେ କୃଷ୍ଣ। ହେ କୃଷ୍ଣ, ଆଜି ଯେଉଁ ଭକ୍ତ ଏହି ବାଣୀକୁ ଶୁଣୁଛନ୍ତି ସେମାନଙ୍କ ଜୀବନରେ ଆପଣଙ୍କର କୃପା ବଜାୟ ରହୁ ଏବଂ ସବୁ କଠିନତା ଦୂର ହେଉ। ତେଣୁ ଆସନ୍ତୁ ବନ୍ଧୁଗଣ, ବିଳମ୍ବ ନ କରି ଶ୍ରୀକୃଷ୍ଣଙ୍କ ଅମୃତ ଉପଦେଶ ଗୁଡ଼ିକର ଏହି ଅଦ୍ଭୁତ ଯାତ୍ରା ଆରମ୍ଭ କରିବା। କେବେ ଭାବୁଛନ୍ତି କି ଆପଣ ଯେତେବେଳେ ମନ ଭିତରେ ଲଗାତାର ଚିନ୍ତାର ବାତ୍ୟା ଚାଲେ ସେତେବେଳେ ଆତ୍ମା କାହିଁକି ଥରିବାକୁ ଲାଗେ? କାହିଁକି ହୃଦୟର ଶାନ୍ତି ହଜିଯାଏ, ନିଦ ଉଡ଼ିଯାଏ ଏବଂ ପ୍ରତ୍ୟେକ କଥାରେ ଡର ଭରିଯାଏ? ଚିନ୍ତା ଏହା ସେଇ ଧୀର ବିଷ ଯାହା ଶରୀରକୁ ନୁହେଁ ଆତ୍ମାକୁ ଖାଇଯାଏ ଏବଂ ଯେତେବେଳେ ଆତ୍ମା ଦୁଃଖୀ ହୁଏ ସେତେବେଳେ ଜୀବନର ପ୍ରତ୍ୟେକ ରଙ୍ଗ ଫିକା ପଡ଼ିଯାଏ। କୃଷ୍ଣ କହନ୍ତି, ଯିଏ ଚିନ୍ତା କରେ ସେ ନିଜର ବର୍ତ୍ତମାନକୁ ଜାଳିଦିଏ ଏବଂ ଭବିଷ୍ୟତକୁ ଅନ୍ଧାର କରିଦିଏ। ଦେଖ, ଜୀବନରେ ଯାହା ହେବାର ଅଛି ତାହା ହେବ। ତୁମେ ଚାହେ ହଜାର ଥର ଭାବିନିଅ, ହଜାର ଥର ଡରିଯାଅ, କିନ୍ତୁ ଯାହା ଲେଖା ଅଛି ତାହା ବଦଳି ପାରିବ ନାହିଁ। ମାତ୍ର ଚିନ୍ତା କରିବା ଦ୍ୱାରା ତୁମେ ତୁମର ବର୍ତ୍ତମାନ ଶକ୍ତି ହରାଇ ଦିଅ। କୃଷ୍ଣ କହନ୍ତି, ଯାହା ବିତିଗଲା ତାହା ସ୍ୱପ୍ନ, ଯାହା ଆସିବାକୁ ଅଛି ତାହା ଭ୍ରମ। କେବଳ ଏହି କ୍ଷଣ ହିଁ ସତ୍ୟ ଏବଂ ଏହି କ୍ଷଣରେ ଯିଏ ବଞ୍ଚେ ସେ ହିଁ ମୋତେ ପାଏ। କେତେ ଥର ତୁମେ ନିଜକୁ କୌଣସି କାରଣ ନଥାଇ କ୍ଳାନ୍ତ ଅନୁଭବ କରିଛ? କେବେ କେବେ କେବଳ ଏଥିପାଇଁ ଯେ ତୁମର ମନ ସବୁବେଳେ କିଛି ନା କିଛି ଭାବୁଥାଏ। କାରଣ ହେବ, କାହିଁକି ହେବ, କେମିତି ହେବ ଏବଂ ଏହି ପ୍ରଶ୍ନ, ଏହି ବିବ୍ରତା ତୁମକୁ ଧୀରେ ଧୀରେ ଭିତରୁ ଭାଙ୍ଗି ଦିଏ। କୃଷ୍ଣ କହନ୍ତି, ମନକୁ ନିୟନ୍ତ୍ରଣରୁ ଆଣ, କାରଣ ଚିନ୍ତା ସେଠାରେ ହିଁ ଜନ୍ମ ନିଏ ଯେଉଁଠାରେ ମନ ଉପରେ ନିୟନ୍ତ୍ରଣ ହରାଇ ଦିଆଯାଏ। ତୁମ ଭିତରେ ଦୁଇଟି ସ୍ୱର ଅଛି, ଗୋଟିଏ ଭୟର ଏବଂ ଗୋଟିଏ ବିଶ୍ୱାସର। ଭୟ କୁହେ, ଯଦି ଏମିତି ହେଲା ତ କ'ଣ ହେବ, ଏବଂ ବିଶ୍ୱାସ କୁହେ, ଯାହା ବି ହେବ ତାହା ଭଲ ପାଇଁ ହେବ। ଯଦି ତୁମେ ବିଶ୍ୱାସର ସ୍ୱର ଶୁଣିବା ଶିଖିଯିବ ତେବେ ଚିନ୍ତା ନିଜେ ତୁମର ପିଛା ଛାଡ଼ିଦେବ। କୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ଅର୍ଜୁନ, ତୁ କାହିଁକି ଭୟଭୀତ ହେଉଛୁ? କାହିଁକି ଭାବୁଛୁ ଯେ ପରିଣାମ କ'ଣ ହେବ? ତୁ କେବଳ କର୍ମ କର, ଫଳର ଚିନ୍ତା ମୋର ଉପରେ ଛାଡ଼ିଦେ। ଦେଖ, ଏହା କେବଳ ଅର୍ଜୁନଙ୍କ ପାଇଁ ନଥିଲା, ଏହା ସେହି ପ୍ରତ୍ୟେକ ମଣିଷ ପାଇଁ ଯିଏ ଆଜି ଚିନ୍ତାରେ ବୁଡ଼ୁଛି, ଯିଏ ପ୍ରତ୍ୟେକ କଥାକୁ ନେଇ ଡରୁଛି। ଚିନ୍ତା କରୁଥିବା ବ୍ୟକ୍ତି ନିଜ ସହିତ ଲଢ଼ୁଥାଏ। ତାହାର ମନ ଯୁଦ୍ଧର ମୈଦାନ ପଲଟିଯାଏ, ଯେଉଁଠାରେ ପ୍ରତ୍ୟେକ ବିଚାର ତାହାର ପରି ତାକୁ ଆଘାତ କରେ। ମାତ୍ର କୃଷ୍ଣ କହନ୍ତି, ମନକୁ ମୌନ କରିଦିଅ, ଚିନ୍ତା ସ୍ୱୟଂ ମରିଯିବ। ମୌନର ଅର୍ଥ ହେଉଛି ସ୍ୱୀକାର କରିବା, ଭରସା କରିବା ଏବଂ ପ୍ରଭୁଙ୍କ ଉପରେ ସବୁକିଛି ଛାଡ଼ିଦେବା। ଜଣେ କୃଷକ ପ୍ରତିଦିନ କ୍ଷେତ ହଜ କରେ, ମଞ୍ଜି ପକାଏ ଏବଂ ତାପରେ ଆକାଶ ଆଡ଼କୁ ଦେଖେ। ତାକୁ ଚିନ୍ତା ହୁଏ ନାହିଁ ଯେ ବର୍ଷା ହେବ କି ନାହିଁ, କାରଣ ସେ ଜାଣିଛି ଯାହା ହେବ ତାହା ହିଁ ଉଚିତ ହେବ। ସେହିପରି ଜୀବନର କ୍ଷେତରେ କର୍ମର ମଞ୍ଜି ପକାଅ ଏବଂ ଫଳର ଚିନ୍ତା ମୋତେ କରିବାକୁ ଦିଅ। ଏହା ହିଁ ତ ଗୀତାର ସାର। ଏହା ପୂର୍ବେ ଆମେ ଏହି ବିଷୟରୁ ଗଭୀରତା ସହିତ ବୁଝିବା। ଆପଣମାନଙ୍କୁ ଅନୁରୋଧ ଯେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣଙ୍କୁ ଏହି ପ୍ରୟାସ ପସନ୍ଦ ଆସେ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ତଳେ କମେଣ୍ଟରେ ଜୟ ଶ୍ରୀ ରାଧେ କୃଷ୍ଣ ଅବଶ୍ୟ ଲେଖନ୍ତୁ। ଏହା ସହିତ ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ନିଶ୍ଚୟ ଦବାନ୍ତୁ, ଯାହା ଫଳରେ ଆମର ପ୍ରତ୍ୟେକ ପ୍ରେରଣାଦାୟକ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚି ପାରିବେ। କେବେ ଭାବିଛ କାହିଁକି ତୁମ ଚେହେରାରେ ହସ କମିଯାଉଛି? କାରଣ ତୁମେ ସେହି ସବୁ କଥାର ଚିନ୍ତା କରୁଛ ଯାହା ତୁମର ବଶରେ ନାହିଁ। କୃଷ୍ଣ କହନ୍ତି, ଯେଉଁ ବ୍ୟକ୍ତି ନିଜ ବଶରେ ନଥିବା କଥା ଚିନ୍ତା କରେ ନାହିଁ ସେହି ସଚ୍ଚା ଜ୍ଞାନୀ। ଜୀବନର ତୁମର ଶିକ୍ଷକ ଏବଂ ପ୍ରତ୍ୟେକ ପରିସ୍ଥିତି ତୁମର ପଠାଯାଏ। ଏହାକୁ ବୁଝିଗଲା ସେ ଚିନ୍ତାରୁ ମୁକ୍ତ ହୋଇଗଲା। ଅନେକ ଥର ଲୋକେ କୁହନ୍ତି, କୃଷ୍ଣ ସବୁକିଛି ଠିକ୍ କେବେ ହେବ? ଏବଂ କୃଷ୍ଣ ହସନ୍ତି, ଯେତେବେଳେ ତୁମେ ଚିନ୍ତା ଛାଡ଼ିଦେବ। କାରଣ ଯିଏ ଚିନ୍ତା ଛାଡ଼ିଦିଏ ତା ଭିତରେ ଈଶ୍ୱର ନିଜେ ଓହ୍ଲାଇ ଆସନ୍ତି। ଚିନ୍ତାର ଅନ୍ତ, ବିଶ୍ୱାସର ଆରମ୍ଭ କ'ଣ ତୁମକୁ ଜଣାଅଛି?
ଚିନ୍ତା କରୁଥିବା ବ୍ୟକ୍ତି ସମୟ ପୂର୍ବରୁ ବୁଢ଼ା ହୋଇଯାଏ। ତାହାର ହସ, ତାହାର ଶକ୍ତି, ତାହାର ଆତ୍ମବିଶ୍ୱାସ ସବୁ ଧୀରେ ଧୀରେ ମରିଯାଏ। କାରଣ ଚିନ୍ତା ତୁମକୁ ବଞ୍ଚିବାକୁ ଦିଏ ନାହିଁ, କେବଳ ଡରିବାକୁ ଦିଏ। କିନ୍ତୁ ଯିଏ କୃଷ୍ଣଙ୍କ ଉପରେ ଭରସା କରେ, ସେ ହସି ହସି ବିପତ୍ତିକୁ ମଧ୍ୟ ପାର କରିଯାଏ। କୃଷ୍ଣ କୁହନ୍ତି, ଯାହା ବି ତୋ ସାଙ୍ଗରେ ହେଉଛି, ତାହା ତୋତେ ଗଢ଼ିବା ପାଇଁ ହେଉଛି। ତେବେ କାହିଁକି ଚିନ୍ତା କରୁଛୁ? ଦେଖ, ଯେତେବେଳେ ତୁ ଚିନ୍ତା କରୁ, ସେତେବେଳେ ତୁ ଈଶ୍ୱରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠାଉ। ମାତ୍ର ଯେତେବେଳେ ତୁ ଭରସା ରଖୁ, ସେତେବେଳେ ତୁ ଈଶ୍ୱରଙ୍କ ସାଥୀ ପାଲଟି ଯାଉ। ଯଦି ତୁମକୁ ଲାଗୁଛି ଯେ ତୁମ ଉପରେ ବହୁତ ସଙ୍କଟ ଅଛି, ତେବେ ଏହା ବୁଝ ଯେ ଈଶ୍ୱର ତୁମକୁ ଦୁର୍ବଳ ନୁହେଁ, ବରଂ ସବୁଠାରୁ ଶକ୍ତିଶାଳୀ ହେବା ପାଇଁ ବାଛିଛନ୍ତି। ଚିନ୍ତା କରିବ ତ ଖସି ପଡ଼ିବ, ବିଶ୍ୱାସ ରଖିବ ତ ଉଠିଯିବ। ଜୀବନର ପ୍ରତ୍ୟେକ କଠିନତା ଗୋଟିଏ ବାର୍ତ୍ତା ନେଇ ଆସେ, ମୋତେ ଜିତିକରି ଦେଖ, ମୁଁ ତୁମକୁ ମହାନ କରିଦେବି। କିନ୍ତୁ ଚିନ୍ତା ସେହି ବାର୍ତ୍ତାକୁ ଲିଭାଇ ଦିଏ। କୃଷ୍ଣ କହନ୍ତି, ଯେ ଚିନ୍ତା ଛାଡ଼ିଦେଲା, ସେ ସଂସାରରୁ ଜିତିଗଲା। ପ୍ରତିଦିନ ତୁମେ ତୁମ ମନରେ କେତେ କଥା ଭାବୁଛ। ଚାକିରିରେ ଡର, ଭବିଷ୍ୟତର ଚିନ୍ତା, ଲୋକଙ୍କ ମତ, ପରିବାରର ଆଶା। କିନ୍ତୁ କେବେ ଏହା ଭାବିଛ ଯେ ଏହି ସବୁ କଥା କ'ଣ ତୁମର ନିୟନ୍ତ୍ରଣରେ ଅଛି? ନା। ତେବେ କାହିଁକି ମନକୁ ଏହି ସବୁର ବୋଝ ତଳେ ଚାପି ରଖିଛ? କୃଷ୍ଣ କୁହନ୍ତି, ତୁ ତୋର କର୍ମ ଉପରେ ଧ୍ୟାନ ଦେ। ଫଳ ତ ଏମିତି ବି ମୋ ହାତରେ ଅଛି। ଯେତେବେଳେ ତୁମେ ଏହା ବୁଝିଯିବ, ସେତେବେଳେ ତୁମର ନିଦ ଶାନ୍ତିରେ ଆସିବାକୁ ଲାଗିବ। ତୁମ ଚେହେରାରେ ପୁଣି ସେହି ପୁରୁଣା ହସ ଫେରି ଆସିବ। ଯେତେବେଳେ ବି ଚିନ୍ତା ଆସେ, ନିଜକୁ ଗୋଟିଏ କଥା କୁହ, ଯାହା ମୋ ପ୍ରଭୁଙ୍କ ଇଚ୍ଛା, ତାହା ହିଁ ମୋ ପାଇଁ ଠିକ୍। ଏହି ବାକ୍ୟରେ ଏତେ ଶକ୍ତି ଅଛି ଯେ ସବୁଠାରୁ ବିବ୍ରତ ଆତ୍ମା ମଧ୍ୟ ଶାନ୍ତ ହୋଇଯାଏ। ମନେ ରଖ, ଯାହା ତୁମେ ଭାବୁ, ତାହା ହିଁ ତୁମେ ପାଲଟ। ଯଦି ତୁମେ ଚିନ୍ତା ଭାବୁ, ତେବେ ଦୁଃଖ ପାଲଟ। ଯଦି ତୁମେ ବିଶ୍ୱାସ ଭାବୁ, ତେବେ ଶକ୍ତି ପାଲଟ। କୃଷ୍ଣ କହନ୍ତି, ମନୁଷ୍ୟ ସେହି ପାଲଟେ ଯାହା ଉପରେ ସେ ବିଶ୍ୱାସ କରେ। କେବେ ତୁମେ ଛୋଟ ପିଲାକୁ ଦେଖୁଥିବ, ତାକୁ ଜଣା ନାହିଁ କାଲି କ'ଣ ହେବ, କିନ୍ତୁ ତଥାପି ସେ ଖୁସି ଥାଏ, କାରଣ ତାହାର ମନ ପ୍ରଭୁଙ୍କ ଉପରେ ଲାଗିଛି। ଭବିଷ୍ୟତରେ ଚିନ୍ତା ଉପରେ ନୁହେଁ। ଏହି ସରଳତାକୁ ଯେତେବେଳେ ବଡ଼ ଲୋକମାନେ ହରାଇ ଦିଅନ୍ତି, ସେତେବେଳେ ଦୁଃଖ ଆରମ୍ଭ ହୁଏ। କୃଷ୍ଣ କୁହନ୍ତି, ନିର୍ଦ୍ଦୋଷ ହୁଅ, ନିର୍ମଳ ହୁଅ, ନିଶ୍ଚିନ୍ତ ହୁଅ। ଏହି ତିନୋଟି ଗୁଣ ତୁମକୁ ଚିନ୍ତାରୁ ମୁକ୍ତ କରିଦେବ। ଯେତେବେଳେ ତୁମର ମନ ପ୍ରଭୁଙ୍କ ଚରଣରେ ବିଶ୍ରାମ ପାଏ, ସେତେବେଳେ କୌଣସି ଚିନ୍ତା ତୁମକୁ ଛୁଇଁ ପାରେ ନାହିଁ। ଯେତେବେଳେ ମନ ଚିନ୍ତାରେ ଭରିଯାଏ, ସେତେବେଳେ ଜୀବନର ପ୍ରତ୍ୟେକ ରଙ୍ଗ ଫିକା ଲାଗିବାକୁ ଲାଗେ। ଚେହେରାରେ ହସ ଥିଲେ ମଧ୍ୟ ଭିତରେ ଏକ ବିବ୍ରତତା ଜଳୁଥାଏ। ଶ୍ରୀକୃଷ୍ଣ କହନ୍ତି, ମନୁଷ୍ୟ ଦୁଃଖରେ ନୁହେଁ, ସେ କଥାରୁ ଭୟରେ କାନ୍ଦେ। ଯାହା ପର୍ଯ୍ୟନ୍ତ ହୋଇବି ନାହିଁ। ଭାବ, କେତେଥର ତୁମେ କାରଣ ନଥାଇ ନିଜ ମନକୁ ଦୁଃଖୀ କରିଛ। କେତେଥର ତୁମେ ଆସୁଥିବା କାଲିର କଳ୍ପନାରେ ଆଜି ଶାନ୍ତି ହରାଇ ଦେଇଛ। ଏହି ଚିନ୍ତା ହିଁ ତୁମକୁ ଭଟକାଏ ଏବଂ ବର୍ତ୍ତମାନରୁ ତୋଳି ଦିଏ। କୃଷ୍ଣ କୁହନ୍ତି, ଯାହାର ନିଜ ଉପରେ ଭରସା ନାହିଁ, ସେ ସବୁବେଳେ ଭୟରେ ବଞ୍ଚେ।